বন্দে পুরুষোত্তমম। পরম প্রেমময় শ্রী শ্রী ঠাকুরଙ୍କ ଶ୍ରୀଚରଣରେ ମୋର ଭୂମିଷ୍ଠ ପ୍ରଣାମ। ପରମାରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ଓ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶ୍ରୀଚରଣରେ ମୋର ଭୂମିଷ୍ଠ ପ୍ରଣାମ। ଉପସ୍ଥିତ ସମସ୍ତ ଦାଦା ଓ ମା ମାନଙ୍କୁ ମୋର ଆନ୍ତରିକ ଆନନ୍ଦ ଜୟ। ଆଶା କରେ ସମସ୍ତେ ଭଲରେ ଅଛନ୍ତି ଏବଂ ଭଲରେ ରହିବେ। ଆଜି ଯେଉଁ ବାଣୀଟି ପାଠ କରିବାକୁ ଯାଉଛି ସେ ବାଣୀଟି ସମ୍ପୂର୍ଣ୍ଣ ଆମର ଜିଦ୍ ଉପରେ। ଆମେ ଜିଦ୍ କରୁଛୁ। ଜିଦ୍ କେଉଁ କାମରେ ଆମେ ଜିଦ୍ କରିବୁ, କେଉଁ କାମରେ ଜିଦ୍ କରିବୁ ନାହିଁ, ଏଇଟା ଆମକୁ ବୁଝିବା ଦରକାର ଅଛି। ଠାକୁର ଏ ବିଷୟରେ କ'ଣ କହିଛନ୍ତି, ଜିଦ୍ କେମିତି କରିବା? ଯଦି ବି ଆମର ଉଦ୍ଦେଶ୍ୟ ଠିକ୍ ଥାଏ ତଥାପି ଆମେ ଜିଦ୍ କିପରି କରିବା ଆଉ ତାକୁ ସାଫଲ୍ୟମଣ୍ଡିତ କିପରି କରିବା, ଏହି ବିଷୟରେ ଆଜି ଏହି ବାଣୀଟିରେ ଆଲୋଚିତ ହେବ। ତ ଆସନ୍ତୁ, ଏହା ପୂର୍ବରେ ଯେଉଁ ଭିଡ଼ିଓ ଗୁଡ଼ିକ କରିଛି, ଯେଉଁ ବାଣୀ ଗୁଡ଼ିକ ପାଠ କରିଛି, ସେଗୁଡ଼ିକ ଯଦି ଶୁଣିନାହାନ୍ତି ଶୁଣିନେବେ। ବହୁତ ସୁନ୍ଦର, ଅତି ପ୍ରୟୋଜନୀୟ, ଆମ ଜୀବନରେ ଆମର ବ୍ୟକ୍ତିତ୍ୱ ନିର୍ମାଣରେ ଅତି ସହାୟକ। ତେଣୁ ଆପଣମାନେ ଶୁଣିନେବେ। ଆଜି ତାର ପୂର୍ବବର୍ତ୍ତୀ ବାଣୀ ଗୁଡ଼ିକ ପାଠ କରି ତାର ଆଜିର ପାଠଟି ଆରମ୍ଭ କରିବି। ତ ଆସନ୍ତୁ, ଡେରି ନକରି ଆଗକୁ ଯିବା। ଧୀର ହୁଅ, ତାହା ବୋଲି ଅଳସୁଆ ଦୀର୍ଘସୂତ୍ରୀ ହୋଇ ପଡ଼ ନାହିଁ। କ୍ଷିପ୍ର ହୁଅ, କିନ୍ତୁ ବିରକ୍ତିକୁ ଡାକି ଆଣି ସବୁ ନଷ୍ଟ କରି ପକାଅ ନାହିଁ। ବୀର ହୁଅ, କିନ୍ତୁ ହିଂସ୍ରକ ହୋଇ ବାଘ ଭାଲୁ ସାଜି ବସ ନାହିଁ। ଏହି ପ୍ରତିଟି ବାଣୀ ଆମ୍ଭମାନଙ୍କ ପାଇଁ ଅତି ପ୍ରୟୋଜନୀୟ। ଆମର ଚରିତ୍ର ନିର୍ମାଣ, ଆମର ବ୍ୟକ୍ତିତ୍ୱ ନିର୍ମାଣ, ଆମର ପର୍ସନାଲିଟି ଡେଭଲପମେଣ୍ଟ ପାଇଁ ଅତି ଆବଶ୍ୟକ, ଯାହାକି ଆମର ପ୍ରତିଟି କ୍ଷେତ୍ରରେ ପ୍ରୟୋଜନ ହେଉଛି। ଆମର ଯଦି ଅନେକ ଜାଗାରେ ଶୁଣିବାକୁ ମିଳେ ଯେ ଇଏ ପର୍ସନାଲିଟି ଡେଭଲପମେଣ୍ଟ କୋର୍ସ କରିନାହାନ୍ତି, କରି ପକାଅ, ହେଲେ ତୁମେ ଜାଣିପାରିବ ଲୋକଙ୍କ ସହିତ କିପରି ବ୍ୟବହାର କରାଯାଏ, ଲୋକଙ୍କୁ କିପରି ନିଜର କରିହୁଏ, ଏହିସବୁ ବିଷୟରେ କହନ୍ତି। ତ ସେସବୁ ବିଷୟରେ ଆଠୁ ଆଉ ଉତ୍ତମ ଆଉ ଆଠୁ ସୁନ୍ଦର ଯେଉଁ ତଥ୍ୟ ଆମ ପାଖରେ ଆଉ ନାହିଁ। ତେଣୁ ଏଇଗୁଡ଼ିକୁ ସୁନ୍ଦର ଭାବରେ ଧ୍ୟାନ ଦେଇକରି ଆମ ଜୀବନରେ ଆପଣେଇବା ଦରକାର ଅଛି। ତ ଆସନ୍ତୁ, ଆଜିର ବାଣୀଟି ପାଠ କରିବା। ଆଜିର ବାଣୀଟି ହେଉଛି ସ୍ଥିର ପ୍ରତିଜ୍ଞ ହୁଅ, ଗୁଆର ହୁଅ ନାହିଁ। ସ୍ଥିର ପ୍ରତିଜ୍ଞ ହୁଅ, ଗୁଆର ହୁଅ ନାହିଁ। ଏଠି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ମୋର କ'ଣ କହୁଛନ୍ତି ସେ ବିଷୟରେ ଆମେ ଜାଣିବା। ଆଉ ଏହି ବାଣୀ ଉପରେ ଶ୍ରୀ ଶ୍ରୀ ପିତୃଦେବ କ'ଣ ବ୍ୟାଖ୍ୟା କରିଛନ୍ତି, କିପରି ଭାବରେ ସମସ୍ତଙ୍କୁ ବୁଝାଇଛନ୍ତି, ତାହାକୁ ଆମେ ଜାଣିବା ଏବଂ ଶେଷ ନିଷ୍ପତ୍ତିରେ ପହଞ୍ଚିବା। ଠିକ୍ ଅଛି? ତ ଆସନ୍ତୁ, ସ୍ଥିର ପ୍ରତିଜ୍ଞ ହୁଅ, ଗୁଆର ହୁଅ ନାହିଁ। ଶ୍ରୀ ଶ୍ରୀ ପିତୃଦେବଙ୍କୁ ପ୍ରଶ୍ନ କଲେ ଯେ ସ୍ଥିର ପ୍ରତିଜ୍ଞ ହେବାଟା କିପରି ଆଉ ଗୁଆର ହେବା କ'ଣ, ସେଟା କିପରି ଆଲୋଚନା କରିବାକୁ କହିଲେ ରାଣୀ ମାଙ୍କୁ। ସେ କହିଲେ, ମୁଁ ସ୍ଥିର ଅଛି, ମୁଁ ସ୍ଥିର କରିଛି, ମାନେ ମୁଁ ସିଦ୍ଧାନ୍ତ ନେଇଛି, ମୁଁ ନିଶ୍ଚୟ କରିଛି ଯେ ଗୋଟିଏ କାମ କରିବି, ମାନେ ସେଟା କରିବି। ଗୁରୁଜନ ମାନେ ନିଷେଧ କରିଛନ୍ତି ତଥାପି କରିବି। ଏଇ ରୀତି ହେବାଟା ହେଉଛି ଗୁଆର। ଏହାକୁ କହିବ ଗୁଆର। ରାଣୀ କହୁଛନ୍ତି, ଶ୍ରୀ ଶ୍ରୀ ପିତୃଦେବ କହୁଛନ୍ତି, ମୁଁ ସ୍ଥିର କଲି କାର୍ଯ୍ୟଟି କରିବି, କଲି, ହେଲେ ମୁଁ ସ୍ଥିର ପ୍ରତିଜ୍ଞ ହେଲି, ଗୁଆର ହେଲି କିପରି? ରାଣୀ କହୁଛନ୍ତି, ଗୁରୁଜନଙ୍କର ଆଦେଶ ମାନି ଚଳିବା ଦରକାର। ଯଦି କାର୍ଯ୍ୟଟା ଭଲ ହୁଏ ତାହେଲେ କରିବି ହିଁ, ଖରାପ ହେଲେ କରିବି ନାହିଁ। ଏଇ କଥା କହୁଛନ୍ତି ରାଣୀ ମା। ଶ୍ରୀ ଶ୍ରୀ ପିତୃଦେବ କହୁଛନ୍ତି, ଭଲ କାର୍ଯ୍ୟ ତ କରିବି ହିଁ, ମନ୍ଦ କାର୍ଯ୍ୟ କରିବି କାହିଁକି? ଆମେ ମନ୍ଦ କାର୍ଯ୍ୟ, ଖରାପ କାର୍ଯ୍ୟଟା କରିବୁ କାହିଁକି? ଭଲ କାର୍ଯ୍ୟ ହିଁ କରିବୁ। ଏହାପରେ ଶ୍ରୀ ଶ୍ରୀ ପିତୃଦେବ ପୁଣି କହିଛନ୍ତି, ରାଣୀର ଉଦାହରଣ ଦେଇକି କହୁଛନ୍ତି, ଯେପରି ମନେକର ଏବେ ଶୀତ ଦିନ, ଶୀତର ସମୟ, ପ୍ରଚଣ୍ଡ ଶୀତ ପଡ଼ିଛି, ତୁମେ ନଳକୂଅରୁ ପାଣି ଆଣିବାକୁ ଯାଉଛ, ମା ମନା କଲେ, ତୋତେ ଆଣିବାକୁ ପଡ଼ିବନି,
ପାଣି ଆଣିବାର ଦରକାର ନାହିଁ। ଥଣ୍ଡା ଲାଗିବ, ସର୍ଦ୍ଦି ଲାଗିଯିବ, ଟନସିଲ୍ ଫୁଲିଯିବ, କିନ୍ତୁ ଇଆଡ଼େ ଘରେ ପାଣି ନାହିଁ। ଆଣିବା ମଧ୍ୟ ପ୍ରয়োଜନ, ଆଣିବାର ଆବଶ୍ୟକତା ଅଛି। ସେଠି ତମେ କ'ଣ କରିବ? ପ୍ରତିଭା କହୁଛନ୍ତି ଏଇଠି ମାଙ୍କର କଥା ନ ଶୁଣି ମୁଁ ପାଣି ନେଇ ଆସିବି। ମାଙ୍କର କଥା ଶୁଣିଲେ ଚଳିବ ନାହିଁ। ଶ୍ରୀ ଶ୍ରୀ ପିତୃଦେବ କାହିଁକି ଚଳିବ ନାହିଁ? ପ୍ରତିଭା, ମାଙ୍କର କଷ୍ଟ ହବ। ମୁଁ ଯଦି ପାଣି ନେଇ ଆସେ ମାଙ୍କର କଷ୍ଟ ହବ। ଶ୍ରୀ ଶ୍ରୀ ପିତୃଦେବ, ତୁମ ମାଙ୍କର କଥା ନ ଶୁଣି ପାଣି ନେଇ ଆସିଲ, ହେଲେ ତ ସ୍ଥିର ପ୍ରତିଜ୍ଞ, ଆଉ ଗୁଆର ମଧ୍ୟ ହେଲ। ସ୍ଥିର ପ୍ରତିଜ୍ଞ ହେଲ, ମାଙ୍କ କଥାକୁ ଅମାନ୍ୟ କରିକି ପାଣି ନେଇ ଆସିଲ, ସ୍ଥିର ପ୍ରତିଜ୍ଞ ହେଲ, କିନ୍ତୁ ଗୁଆର ମଧ୍ୟ ହେଲ। ସ୍ୱପ୍ନା କହିଲା, ମା ଯଦି ଆଣିବାକୁ ନିଷେଧ କଲେ ହେଲେ ମୁଁ ଆଣିବି ନାହିଁ। ମା ଯଦି ଆଣିବାକୁ କହିବେ ହେଲେ ମୁଁ ଆଣିବି। ଶ୍ରୀ ଶ୍ରୀ ପିତୃଦେବ କହୁଛନ୍ତି ହେଲେ ତ ସ୍ଥିର ପ୍ରତିଜ୍ଞ ହେଲ ନାହିଁ। ସେତେବେଳେ ତମେ କୁ କ'ଣ କହିବା ଦରକାର, କ'ଣ କରିବା ଦରକାର ଜାଣିଛ? ଯଦି ଆମକୁ ସ୍ଥିର ପ୍ରତିଜ୍ଞ ହେବାକୁ ପଡ଼ିବ ଗୁଆର ନ ହେଇକିରି, ହେଲେ କ'ଣ କରିବାକୁ ପଡ଼ିବ ଜାଣିଛ? ସେଇ କଥାରେ ପିତୃଦେବ କହୁଛନ୍ତି ସେତେବେଳେ ମାଙ୍କୁ କହିବ ମୋର କିଛି ହେଲେ ହବ ନାହିଁ, ତୁମର ଆଶୀର୍ବାଦରେ ମୋର କିଛି ହବନି, ଥଣ୍ଡା ଲାଗିବ ନାହିଁ। ଯେପରି ଥଣ୍ଡା ନ ଲାଗେ, ଯେପରି ମୋର ଟନସିଲ୍ ନ ଫୁଲେ, ସେଇଭଳିଆ ସାର୍ଟ ପ୍ୟାଣ୍ଟ କପଡ଼ା ଆଦି ମୁଁ ପିନ୍ଧିଛି। ସକାଳେ ସକାଳେ ମାଙ୍କୁ ପ୍ରଣାମ କରି ଦେହରେ ଉଷୁମ ବସ୍ତ୍ର ଢାଙ୍କି ହୋଇ ପାଣି ଆଣିବାକୁ ହୁଏ। ହେଲେ ସ୍ଥିର ପ୍ରତିଜ୍ଞ ହେବା ସାଙ୍ଗେ ସାଙ୍ଗେ ତ କ'ଣ ହେବାକୁ ପଡ଼େ? ଯୁକ୍ତି ଓ ବିଚାର। ସ୍ଥିର ପ୍ରତିଜ୍ଞ ଯିଏ ହୁଏ ତାଙ୍କ ମଧ୍ୟରେ ଯୁକ୍ତି ଓ ବିଚାର ରହେ। ଆଉ ଗୁଆର ହେଲେ ଯୁକ୍ତି ବିଚାର ବିବର୍ଜିତ, ଅର୍ଥାତ୍ ଯୁକ୍ତି ଆଉ ବିଚାର ତାଙ୍କ ମନରେ ରହେ ନାହିଁ। ଏଇଠି ଆଉ ଗୋଟେ କଥା ଯେ ବଡ଼ଙ୍କୁ ଗୁରୁଜନଙ୍କୁ ଶ୍ରଦ୍ଧା କରିବାର କଥା ଆସୁଛି। ଗୁରୁଜନଙ୍କ ପ୍ରତି ପ୍ରେମ ଭକ୍ତି ଭଲ ପାଇବା ଶ୍ରଦ୍ଧା ରହିଲେ ଆମ୍ଭେମାନେ ତାଙ୍କର କଥାକୁ ଅମାନ୍ୟ କରିପାରୁ। ସେହି କ୍ଷେତ୍ରରେ ଆମ୍ଭେମାନଙ୍କୁ କେମିତି କରିକି କାର୍ଯ୍ୟ କରିବାରେ ସ୍ଥିର ପ୍ରତିଜ୍ଞ ହେବା, କୌଣସି କାର୍ଯ୍ୟ କରିବାରେ ସ୍ଥିର ପ୍ରତିଜ୍ଞ ହେବା କିପରି ଭାବରେ, ସେଇ କଥାଟି ପୂଜ୍ୟପାଦ ଶ୍ରୀ ଶ୍ରୀ ବର୍ଦା କହିଲେ ଯେ ସେମାନଙ୍କୁ ଯୁକ୍ତି ଓ ବିଚାର ଦ୍ୱାରା ବିବେଚନା କରି ତାଙ୍କୁ ବୁଝେଇ ସୁଝେଇକି ତାଙ୍କର ଆଶୀର୍ବାଦ ନେଇକି ଆମେ ସେଇ କାର୍ଯ୍ୟଟି କରିପାରିବା। ଏହି ପ୍ରକାର ଅନେକ କ୍ଷେତ୍ରରେ ଦେଖାଯାଏ। ପିଲାମାନେ ଜିଦ୍ କରନ୍ତି, ଆମ୍ଭେମାନେ ଜିଦ୍ କରୁ, ଏମିତି ଅନେକ କଥା ହୁଏ। ତ ଆମ୍ଭମାନଙ୍କୁ ଯଦି ଆମେ ସେଟା କରିବା ପାଇଁ ନିଷ୍ପତ୍ତି ନେଇସାରିଛୁ, ଦୃଢ଼ ସଂକଳ୍ପ କରିସାରିଛୁ, କିନ୍ତୁ କରିପାରୁନୁ, ହେଲେ ଆମେମାନେ ସ୍ଥିର ପ୍ରତିଜ୍ଞ ହେଇପାରିଲୁନୁ, ଆଉ ଠାକୁରଙ୍କର କଥା ମଧ୍ୟ ଆମେ ମାନିପାରିଲୁନୁ। ଠାକୁର କହିଛନ୍ତି ସ୍ଥିର ପ୍ରତିଜ୍ଞ ହୁଅ, ଅର୍ଥାତ୍ ଯେକୌଣସି କାର୍ଯ୍ୟ କରିବା ପାଇଁ ତାହା ଆମ ଜୀବନରେ ବହୁଳ କ୍ଷେତ୍ରରେ ବାସ୍ତବାୟିତ ହୁଏ। ଯେମିତି ମୋର ଗୋଟେ ଖରାପ ଅଭ୍ୟାସ ଅଛି, ମୁଁ ତାକୁ ତ୍ୟାଗ କରିବି, ତାହା ପାଇଁ ମୋତେ ସ୍ଥିର ପ୍ରତିଜ୍ଞ ହେବାକୁ ପଡ଼ିବ। ସ୍ଥିର ପ୍ରତିଜ୍ଞ ହେବାକୁ ପଡ଼ିବ, ତା ବୋଲିକି ଗୁଆର ହେଲେ ହେବ ନାହିଁ। କାରଣ ମୁଁ ସ୍ଥିର ପ୍ରତିଜ୍ଞ ହେଲି, କିନ୍ତୁ ଗୁଆର ଯଦି ହେଲେ ସେଥିରେ ମୋର କ୍ଷତି ହେଇପାରେ, କୌଣସି ପ୍ରକାର କ୍ଷତି ମଧ୍ୟ ହୋଇପାରେ। ଯେମିତି ମୋର ଶରୀର ପରିସ୍ଥିତି କ'ଣ, ମୋର ମାନସିକ ପରିସ୍ଥିତି କ'ଣ, ସେଗୁଡ଼ିକୁ ଗୋଟିଏ ଶୃଙ୍ଖଳାବଦ୍ଧ ବା ସାମଞ୍ଜସ୍ୟପୂର୍ଣ୍ଣ ଭାବରେ ନିୟନ୍ତ୍ରିତ କରି ତାପରେ ଆମକୁ ମୋର ଯେଉଁ ଖରାପ ଅଭ୍ୟାସ ଅଛି ତାକୁ ତ୍ୟାଗ କରିବାକୁ ପଡ଼ିବ। ଆଉ ତା ପାଇଁ ବିଚାର ଓ ଯୁକ୍ତି ଅତି ଆବଶ୍ୟକ, ନଚେତ୍ ଆମେ ତେଣୁ ଠାକୁର କହିଛନ୍ତି ଜ୍ଞାନ ଧନ୍ଦାକୁ ଦୂର କରି ପ୍ରକୃତ ଚକ୍ଷୁ ଦାନ କରେ। ହେଲେ ଆମ୍ଭମାନଙ୍କ ଭିତରେ ଏଇ ଯେଉଁ
ज्ञान जदि उन्मिलन न हब हेले आमे कौनसी प्रकार कार्य को सठिक भाव में संपूर्ण करें स्थिर प्रतिज्ञ हो पारू स्थिर प्रतिज्ञ से ही हो जितेबाला कौन कार्य को आमे परिणाम देव आ से परिणाम जावाई जमी माँ ये बाधा होती सेमिति मोर आहरी केते प्रकार वृत्ति प्रवृत्ति अच्छी आम मान भितर जहाँ आमर बाधार कारण हो पड़े आम सामने पहाड़ पर्वत परिमाण पहाड़ सदृश होती छिड़ा होता है आम मान से गुड़ी को दूर करने आम मान स्थिर प्रतिज्ञ हवा पड़ो ता बोली गुआर हेले हम नहीं जदि आम गुआर हबू हेले आमर शारीरिक मानसिक भाव आम मैंने विभिन्न अन्य आड़ू आम आक्रांत हो पारू व्यतिग्रस्त हो पारू रोगग्रस्त पड़ पारू तेणु आम मान को यहाँ सत् भाव नियंत्रित करने को आ सत् भाव नियंत्रित करी समाज रे व्यक्ति रे व्यक्तित्व रे विभिन्न प्रकार करने गले आमको गोटे गाइड दरकार से गाइड अनुसार अर्थात श्री ठाकुर मोर इष्ट तांकर नाम मनन ध्यान करी ध्यान द्वारा आमको सेतिकी सबल सशक्त करी तापरे से कार्य संपन्न कर आईटा करने आमको स्थिर प्रतिज्ञ होगाकू ही पड़ो जमी परम प्रेम गोटे उदाहरण मु देउछि श्री ठाकुर पिला बेले बाल्यावस्था रसगोल्ला खाइबार बहुत आग्रह थिला से रसगोल्ला खाइबा पाई प्रतिदिन मिठा दुकान पलि जाउथिले एमिति करिकि सेठी उद्धार मध्य ही गले दिने सेठी रसगोल्ला खाइबा गले से दुकानी तांकु अपमानित कले एवं रसगोल्ला देले नहीं जा आगरे उद्धार पैसा आगे आने तापरे सेतेबेले ठाकुर चिंता कले यही लोभ मोर रसगोल्ला खाइबार निशा एटा को त्याग करबा पड़ो याकू नियंत्रित करबा पड़ो सेतेबेले ठाकुर कौन करिवे आसु जाउचंती स्कूल को किंतु हठात रसगोल्ला खाइबार निशा तांको मुंडरे हेवी हो गला से सेतेबेले कौन कले पाखरे कांदुल गछर बगीचा थिला कांदुल गछ पड़ीथिला सेठी जाइकी कौन कले नाई मु एटा खाइबी नहीं तो खाइबी नहीं सेतेबेले से कौन कले नाई खाइबी नहीं कहले मत किंतु गोड़टा से दुकान आड़ को पलि जाउथाय आम एतिकी आमर अभ्यास दास हो जाऊ बा निशाग्रस्त हो जाऊ प्रवृत्तिर प्ररोचनर फांदरे पड़ी जाऊ जे आमे सेठु बाहरी आसबाटा अत्यंत कष्टकर एवं असंभव हो उठे सेतेबेले केवल मात्र परम प्रेममय प्रदत्त नाम जप कर्म इत्यादि जदि आम लिप्त हवा हेले ही निजकू से प्रवृत्तिमुखी चलन रु बंचई पारिबा तो ठाकुर कौन कले ना से कांदुल गछर जेतेबेले गोड़ पलि जाउची मन याडे कहूची किंतु गोड़ पलि जाउची अभ्यस्त संस्कार जो अभ्यास जो अभ्यास दास होगी सेतेबेले से कौन कले ना कांदुल गछर चेर को जाबुड़ी की धरिले आउ सेते समय पर्यंत छाड़िले ना जते समय पर्यंत से लोभ बा जीवार प्रवृत्तिटा निज मन भितर नियंत्रित न हेले दमन न कले सेतेबेले पर्यंत से कांदुल गछ को छाड़िले ना एमिति जोर धरले कि सेठी माटी मध्य आबुड़ खाबुड़ हो गला तो ये होती परम प्रेममय श्री श्री ठाकुर अनुकूल चंद्र सी निजे करी समस्त को शिखाई जाइछथि किपरि भाव रे आमे स्थिर प्रतिज्ञ हबु ठीक अछि किंतु गुआ नु तो आमे गुआ न स्थिर प्रतिज्ञ हवा शृंखलित भाव रे विशृंखला सृष्टि न करिकि आमे हमर गंतव्य रे जीवा पाई स्थिर प्रतिज्ञ हवा ठीक अछि आज पाई एतिकी नेक्स्ट वीडियो रे पुणी आउ थरे अन्य आ गोटे टॉपिक नहीं आसबि सेतिकी समय पर्यंत विदाय नउछि समस्त भल रहिबे ठीक अछि जय गुरु वंदे पुरुषोत्तम।